ପିଲାମାନେ ବୋର୍ଡ ପରୀକ୍ଷାରେ ଦରଖାସ୍ତ ଲେଖି ଫୁଲ୍ ମାର୍କ ଆଣିବା ବହୁତ ସହଜ, କେବଳ ଏହାର ଫର୍ମାଟ୍ ଠିକ୍ ରହିବା ଦରକାର। ଆଜି ଆମେ ଦଶମ ଶ୍ରେଣୀ ପାଇଁ ସବୁଠାରୁ ସହଜ ଉପାୟରେ ସଠିକ୍ ଦରଖାସ୍ତ ଲେଖିବାର ପ୍ରଣାଳୀ ଶିଖିବା। ଗୋଟିଏ ଭଲ ଦରଖାସ୍ତର କିଛି ନିର୍ଦ୍ଦିଷ୍ଟ ଅଂଶ ଥାଏ ଯାହା ଉପରେ ପରୀକ୍ଷକ ଫୁଲ୍ ମାର୍କ ଦେଇଥାନ୍ତି। ଆସନ୍ତୁ ପ୍ରଥମେ ସେହି ନିୟମଗୁଡ଼ିକ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିବା। 1. ଠିକଣା ଆଡ୍ରେସ୍। ଖାତାର ଉପରେ ବାମ ପଟେ ଯାହାଙ୍କୁ ଦରଖାସ୍ତ ଦେଉଛନ୍ତି ତାଙ୍କ ପଦବୀ ଓ ସ୍କୁଲର ନାମ ଲେଖିବେ, ଯେମିତି ମାନନୀୟ ପ୍ରଧାନ ଶିକ୍ଷକ। 2. ଜରିଆରେ ଠିକଣା ତଳକୁ କାହା ମାଧ୍ୟମରେ ଦରଖାସ୍ତ ଦେଉଛନ୍ତି ତାହା ଲେଖିବେ, ଯେମିତି ଶ୍ରେଣୀ ଶିକ୍ଷକଙ୍କ ଜରିଆରେ। 3. ବିଷୟ ସବଜେକ୍ଟ। ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କେଉଁ କାରଣ ପାଇଁ ଦରଖାସ୍ତ ଲେଖୁଛନ୍ତି ତାହା କେବଳ ଗୋଟିଏ ଛୋଟ ଧାଡ଼ିରେ ଲେଖିବେ, ଯାହାଦ୍ୱାରା ଶିକ୍ଷକ ଏକାଥରକେ ବୁଝିପାରିବେ। 4. ସମ୍ବୋଧନ। ମହାଶୟ କିମ୍ବା ମହାଶୟା ଲେଖି କମା ଦେଇ ମୁଖ୍ୟ ଅଂଶ ଆରମ୍ଭ କରିବେ। 5. ମୁଖ୍ୟ ବିବରଣୀ। ନିଜର ଅସୁବିଧା ବିଷୟରେ ପରିଷ୍କାର ଓ ସହଜ ଭାଷାରେ ଲେଖିବେ। ସବିନୟ ନିବେଦନ ଏହିକି ଯେ ରୁ ଆରମ୍ଭ କରି ନିଜର କାରଣ ଦର୍ଶାଇବେ। 6. ଅନୁରୋଧ। ଏଠାରେ ଛୁଟି ମଞ୍ଜୁର ପାଇଁ ବିନମ୍ରତାର ସହ ନିବେଦନ କରିବେ, ଯେମିତି ତେଣୁ ଆପଣଙ୍କୁ ମୋର ବିନୀତ ପ୍ରାର୍ଥନା। 7. ସ୍ଥାନ ଓ ତାରିଖ। ଦରଖାସ୍ତର ବାମପଟ ତଳେ ନିଜ ଗାଁ ବା ସ୍କୁଲର ନାମ ଏବଂ ସେହି ଦିନର ତାରିଖ ଲେଖିବେ। 8. ସ୍ୱାକ୍ଷର ସିଗ୍ନେଚର। ଡାହାଣ ପଟ ତଳେ ଆପଣଙ୍କର ଆଜ୍ଞାଧୀନ ଛାତ୍ର ବା ଛାତ୍ରୀ ଲେଖି ନିଜର ନାମ, ଶ୍ରେଣୀ ଏବଂ ରୋଲ୍ ନମ୍ବର ଲେଖିବେ। ଏହି ଢାଞ୍ଚା ଠିକ୍ ଥିଲେ କେହି ବି ଆପଣଙ୍କର ଗୋଟିଏ ମାର୍କ କାଟିପାରିବେ ନାହିଁ। ବର୍ତ୍ତମାନ ଆସନ୍ତୁ ଦେଖିବା ଏହି ନିୟମ ଅନୁସାରେ ଜ୍ୱର ହୋଇଥିବାରୁ 3 ଦିନ ଛୁଟି ପାଇଁ ପ୍ରଧାନ ଶିକ୍ଷକଙ୍କ ପାଖକୁ ଗୋଟିଏ ସମ୍ପୂର୍ଣ୍ଣ ସଠିକ୍ ଦରଖାସ୍ତ କେମିତି ଲେଖାଯାଏ। ମାନନୀୟ ପ୍ରଧାନ ଶିକ୍ଷକ ନିଜ ସ୍କୁଲର ନାମ ଲେଖିବେ, ସ୍କୁଲର ଠିକଣା ଲେଖିବେ। ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ବିଷୟ। ଜ୍ୱର ହୋଇଥିବାରୁ 3 ଦିନ ଛୁଟି ମଞ୍ଜୁର ପାଇଁ ଦରଖାସ୍ତ। ମହାଶୟ, ସବିନୟ ନିବେଦନ ଏହିକି ଯେ ମୁଁ ନିଜର ନାମ, ଆପଣଙ୍କ ବିଦ୍ୟାଳୟର 10ମ ଶ୍ରେଣୀର ଜଣେ ଛାତ୍ର କିମ୍ବା ଛାତ୍ରୀ। ଗତକାଲିଠାରୁ ମୋତେ ଭୀଷଣ ଜ୍ୱର ହୋଇଛି ଏବଂ ଡାକ୍ତର ମୋତେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେଥିପାଇଁ ମୁଁ ଆଜିଠାରୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସିବାକୁ ଅସମର୍ଥ। ତେଣୁ ଆପଣଙ୍କୁ ମୋର ବିନୀତ ପ୍ରାର୍ଥନା, ଦୟାକରି ମୋର ଏହି 3 ଦିନର ଛୁଟିକୁ ମଞ୍ଜୁର କଲେ ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବି। ସ୍ଥାନ। ନିଜ ଗାଁ ବା ସ୍କୁଲ ନାମ, ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀ। ତାରିଖ ଆଜିର ତାରିଖ, ନାମ, ନିଜ ନାମ, ଶ୍ରେଣୀ 10ମ, ରୋଲ୍ ନମ୍ବର। ପିଲାମାନେ, ଆଶା କରୁଛି ଏହି ଫର୍ମାଟ୍ ଆପଣଙ୍କୁ ପରୀକ୍ଷାରେ ଫୁଲ୍ ମାର୍କ ଆଣିବାରେ ସାହାଯ୍ୟ କରିବ। ଏହି ଭିଡ଼ିଓଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ, ନିଜ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ ଆମର TFL ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଯଦି ଆପଣଙ୍କୁ ଆହୁରି କୌଣସି ନୂଆ ଦରଖାସ୍ତ, ଆପ୍ଲିକେସନ କିମ୍ବା ବୋର୍ଡ ପରୀକ୍ଷା ପାଇଁ କୌଣସି ଇମ୍ପୋର୍ଟାଣ୍ଟ ଆପ୍ଲିକେସନ ଶିଖିବାର ଅଛି ତେବେ ତଳରେ ନିଶ୍ଚୟ କୁହନ୍ତୁ। ପରବର୍ତ୍ତୀ ଭିଡ଼ିଓରେ ଆମେ ତାହା ଆଲୋଚନା କରିବା।